ନମସ୍କାର। ଅନୁ ରୋଷେଇକୁ ମୁଁ ଓଡ଼ିଆ ପରିବାରକୁ ବହୁତ ସ୍ୱାଗତ କରୁଛି। ସାଙ୍ଗମାନେ, ଆଜି ସକାଳୁ ବର୍ଷା ହେଉଥିଲା, ଟିକେ ପୁରା କଳା ଅନ୍ଧାର ବର୍ଷା କରିକି ଆଣିଥିଲା। ହେଲେ ବି ମୁଁ ପଳେଇଥିଲି ନରାଜ ବୁଲିବା ପାଇଁ, କାରଣ ମୋତେ ଖାଇବାର ଥିଲା ଗରମ ଗରମ ମସଲା ବରା। ଗରମ ମସଲା ବରାଟା ବହୁତ ଟେଷ୍ଟି ଲାଗେ। ସେଠି ଖାଇଥିଲି। ତାପରେ ସେଠି କେମିତି ବନାଉଛନ୍ତି କ'ଣ ସେସବୁ ବି ମୁଁ ଟିକେ ଭିଡ଼ିଓ କରିଦେଇଥିଲି, ଯେଉଁଟାକି ମୁଁ ଭିଡ଼ିଓରେ ପକାଇଦେଲି। ତାପରେ ଘରକୁ ଆସିକି ମୁଁ ନରାଜରୁ ନେଇକି ପଳେଇ ଆସିଥିଲି ପୋହଳା ମାଛ ଯଦି ନେଇକି ପଳେଇ ଆସିଥିଲି, ସେଇଟା ମୁଁ ମାଛ ଝୋଳ ଆଉ ଭାତ ହିଁ ଖାଲି କରିଦେଇଥିଲି। ପିଲାମାନେ ତ ଆଉ କୌଣସି ମାଛ ଖାଆନ୍ତିନି, ପୋହଳା ମାଛକୁ ବହୁତ ହିଁ ଭଲ ପାଆନ୍ତି ଆଉ ଖାଆନ୍ତି ବି। ସେଥିପାଇଁ ମୁଁ ପୋହଳା ମାଛ ହିଁ ନେଇକି ପଳେଇ ଆସିଥିଲି। ଆଉ ସମସ୍ତଙ୍କୁ ଖାଇବାକୁ ଦେଇଥିଲି, ମୁଁ ବି ନିଜେ ଖାଇ ଦେଇଥିଲି। ମୋ ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ ମୋତେ କମେଣ୍ଟରେ କହିବେ। ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ ନିହାତି କରିଦେବେ। ରହିଲି, ଜୟ ଜଗନ୍ନାଥ।